କିନ୍ତୁ ଆମେ ପ୍ରଥମରୁ କହିଛୁ ଏ ସରକାର ଭାଇ ଭଉଣୀଙ୍କ ସରକାର। ମାନନୀୟ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନିଜ ଭାଷଣରେ ବହୁତ ଥର ଉଲ୍ଲେଖ ବି କରିଛନ୍ତି। ତେଣୁ ମୋର ସୌଭାଗ୍ୟ କି ମୁଁ ଉପମୁଖ୍ୟମନ୍ତ୍ରୀ ଯେଉଁଥିରେ ଦୁଇ ଜଣ, ଜଣେ ଉପମୁଖ୍ୟମନ୍ତ୍ରୀ ଯିଏ ଆମଠୁ ସିନିୟର ଅଛନ୍ତି, ମୁଖ୍ୟମନ୍ତ୍ରୀ ଯିଏ ଆମଠୁ ବୟସରେ ସାନ ହେବେ। ତେଣୁ ମୁଖ୍ୟମନ୍ତ୍ରୀଙ୍କ ମାନେ ଓଡ଼ିଶାର ଯେତେ ମହିଳା ଅଛନ୍ତି, ଭଉଣୀମାନେ ଅଛନ୍ତି, ସମସ୍ତଙ୍କର ପ୍ରତୀକ ଭାବେ ଉପମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀଙ୍କ ହାତରେ ଆଜି ରାକ୍ଷୀ ବାନ୍ଧିଲେ। ତେଣୁ ସବୁ ଭଉଣୀଙ୍କର ସୁରକ୍ଷା ହେବ, ସବୁ ଭଉଣୀ ଶକ୍ତିଶାଳୀ ହେବେ। ଏ କଥାକୁ ରାଜ୍ୟର ଯେ ମୁଖିଆ, ଯେ ମୁଖ୍ୟମନ୍ତ୍ରୀ ସେ ଦେଖିବେ। ଇଏ ହିଁ ସବୁ ଭଉଣୀମାନଙ୍କର ଆଶା, ଆମମାନଙ୍କର ବି ଆଶା। ରକ୍ଷାବନ୍ଧନ ଗୋଟେ ପବିତ୍ର ବନ୍ଧନ। ଏଥିରେ ପ୍ରତିଶ୍ରୁତି ନଥାଏ। ଏଥିରେ ଭାଇ ହାତରେ ଭଉଣୀର ଭଲ ପାଇବାର ରାକ୍ଷୀ ଥାଏ ଏବଂ ଓଡ଼ିଶା ସାରାର ଭଉଣୀମାନେ ସୁରକ୍ଷିତ ରହିବା ପାଇଁ ଆଜି ଏ ରକ୍ଷାର ଡୋର ଆମେ ମୁଖ୍ୟମନ୍ତ୍ରୀଙ୍କ ହାତରେ ବାନ୍ଧିଲୁ। ରାଜ୍ୟର ସବୁ ଭଉଣୀଙ୍କ ତରଫରୁ ପ୍ରତୀକ ଭାବେ, ଯେହେତୁ ମୁଁ ଜଣେ ଉପମୁଖ୍ୟମନ୍ତ୍ରୀ, ସବୁ ଭଉଣୀଙ୍କ ପ୍ରତୀକ ଭାବେ ମୁଁ ରାକ୍ଷୀ ବାନ୍ଧିଲି।